ଦୁଷ୍କର୍ମ ଉଦ୍ୟମ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ନାବାଳକ, ସୁଧାର ଗୃହରେ ରହିବେ 2 ବର୍ଷ। ଏକ ଦୁଷ୍କର୍ମ ଉଦ୍ୟମ ମାମଲା ଗତ 2024 ନଭେମ୍ବର ମାସରେ ଗଜପତି ଜିଲ୍ଲା ମୋହନା ଥାନା ଅଧୀନରେ ଘଟିଥିଲା। ଯେଉଁ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ପାଳାଖୁଣ୍ଡି ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡର ମାନ୍ୟବର ରେଜିଷ୍ଟ୍ରାର ତଥା ମୁଖ୍ୟ ମାଜିଷ୍ଟ୍ରେଟ ପ୍ରସନ୍ନ କୁମାର ବେହେରା ନାବାଳକ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଏବଂ ପୋସ୍କୋ ଧାରା 6ରେ ପୃଥକ ଭାବେ ଦୋଷୀ ସାବ୍ୟସ୍ତ କରି 2 ବର୍ଷ ପର୍ଯ୍ୟନ୍ତ ବ୍ରହ୍ମପୁର ସ୍ଥିତ ସୁଧାର ଗୃହରେ ରହିବା ନିମନ୍ତେ ଆଦେଶ ଦେବା ସହ 10,000 ଟଙ୍କା ଜରିମାନା ସଦା ଶୁଣାଇଛନ୍ତି। ଜରିମାନା ଅନାଦାୟ ଆହୁରି 7 ମାସ ସୁଧାର ଗୃହରେ ରହିବାକୁ ପଡ଼ିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡରା ଲୋକନାଥମ୍ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତ 2024 ମସିହା ନଭେମ୍ବର ମାସରେ ମୋହନା ଥାନାରେ ଏକ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ ହୋଇଥିଲା। ଏହି ମାମଲା ମୁତାବକ ଯେତେବେଳେ ଦ୍ୱିପହର ସମୟରେ 6 ବର୍ଷିଆ ପୀଡ଼ିତା ଅଙ୍ଗନବାଡ଼ିରୁ ଫେରି ନିଜ ଘରେ ବସି ଟିଭି ଦେଖୁଥିଲେ, ସେହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ନାବାଳକ ଜଣକ ତାଙ୍କ ଘରକୁ ପଶିଯାଇ ପୀଡ଼ିତାଙ୍କ ନିର୍ବସ୍ତ୍ର କରିବା ସହ ତାଙ୍କ ସହ ଅବଧ୍ୟୋଚିତ କାର୍ଯ୍ୟକଳାପ କରିବା ସହ ଦୁଷ୍କର୍ମ କରିବା ପାଇଁ ବି ଉଦ୍ୟମ କରିଥିଲେ। ପରେ ଏହି କଥା କାହାରି ଆଗରେ ପ୍ରକଟ ନ କରିବାକୁ ଧମକ ଦେଇ କହିବା ସହ ଜୀବନରେ ମାରିଦେବାକୁ କହିଥିଲେ। ପରେ କିନ୍ତୁ ପୀଡ଼ିତା ଜଣକ ନିଜ ମାଆଙ୍କୁ ସବୁ କଥା ଜଣାଇବା ପରେ ଏହି ଚାଞ୍ଚଲ୍ୟକର ଘଟଣା ସମସ୍ତଙ୍କ ସମ୍ମୁଖକୁ ଆସିଥିଲା ଓ ପରେ ପୀଡ଼ିତାଙ୍କ ମା ନ୍ୟାୟ ଆଶାରେ ଏକ ମାମଲା ମୋହନା ଥାନାରେ ରୁଜୁ କରିଥିଲେ। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୋହନା ଥାନାର ଏସ୍ଆଇ ଜୟନ୍ତୀ ପୂର୍ତ୍ତି ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ପୀଡ଼ିତାଙ୍କ ପକ୍ଷରୁ ପୀଡ଼ିତାଙ୍କୁ ମିଶାଇ 21 ଜଣ ସାକ୍ଷୀ ତଥା ଅଭିଯୁକ୍ତଙ୍କ ପକ୍ଷରେ 2 ଜଣ ସାକ୍ଷୀଙ୍କ ବୟାନ ଓ ବୋର୍ଡର ସଦସ୍ୟ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଓ ରବୀନ୍ଦ୍ର କୁମାର ପଲଙ୍କ ମନ୍ତବ୍ୟକୁ ଭିତ୍ତି କରି ଆଜି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷର ସଜା ଶୁଣାଇଛନ୍ତି।